ଗତକାଲି ମୁଁ କହିଥିଲି ଆପଣମାନଙ୍କୁ ମୋ ସ୍କୁଲ ଲାଇଫ୍ ବିଷୟରେ। ଆଜି ମୁଁ କହିବି ମୋ କଲେଜ ଲାଇଫ୍ ବିଷୟରେ। ସେ ପରିବାରରୁ ଆଗକୁ ବଢ଼ିବା କେତେ କଷ୍ଟ, ଯିଏ ସେ ଜାଗାରେ ରହି ବିତେଇଛି ସିଏ ହିଁ ଜାଣିଛି। ତ ଏଇଟା ମୁଁ କହିବିନି କି ମା ବାବାଙ୍କର ଦୋଷ, ଏଇଟା ହେଉଛି ଅର୍ଥର ଅଭାବ, ଶିକ୍ଷାର ଅଭାବ। ସେଥିପାଇଁ ଜଣେ ଆଦିବାସୀ, ଜଣେ ଅନୁସୂଚିତ ଜନଜାତି, ଜଣେ ଚାଷୀ ପରିବାରରୁ ଆଗକୁ ବଢ଼ିବା ବହୁତ ହିଁ କଷ୍ଟ। ଯୋଉ ବାପା ମା ମାନେ ଆଗକୁ କ'ଣ ହବ, କ'ଣ ପରିବର୍ତ୍ତନ ହବ, କ'ଣ ନାହିଁ ସେଇଟା ବୁଝି ନାହାନ୍ତି। ସେଥିପାଇଁ ସେମାନେ ବି ପଢ଼ାଇବା ପାଇଁ ନାରାଜ ହଉଥିବେ। ଯଦି ବୁଝିଥାନ୍ତେ ହଁ ମୋ ପିଲା ପାଠ ପଢ଼ିକି ଆଗକୁ କ'ଣ ଗୋଟେ କରିପାରିବ, କରିବ, ସେଇ ଆଶା ନେଇକି ଯଦି ଆଗକୁ ବଢ଼ିଥାନ୍ତେ ମା ବାପା, ତାହେଲେ ହୁଏତ ଆଜି ଆମର ଆଦିବାସୀ ଲୋକମାନେ ବି କେତେ ଆଗକୁ ଯାଇଥାନ୍ତେ। ଏବେ ବି ପିଲାମାନେ ବି ପାଠଶାଠ ପଢ଼ିଥାନ୍ତେ। ବହୁତ ହିଁ କମ୍। ଆଉ ମୁଁ ବି ଚେଷ୍ଟା କରୁଛି କି ମୁଁ ମୋ ପରିବାରରେ ମୁଁ ଜଣେ ପାଠ ପଢ଼ିଛି ଆଉ ମୋ ଭଉଣୀ 2 ଜଣ ହିଁ ପାଠ ପଢ଼ିଛୁ। ତ କିଛି ତ ଗୋଟେ ମୁଁ ଅଲଗା କରେ, ତ ମୁଁ ସେଇଟା ଭାବେ। କିନ୍ତୁ ସାଙ୍ଗମାନେ, ମୁଁ କେବେ ଫାର୍ଷ୍ଟ କ୍ଲାସ୍ ଷ୍ଟୁଡେଣ୍ଟ ନୁହଁ, ମୁଁ ଥାର୍ଡ଼ କ୍ଲାସ୍ ଷ୍ଟୁଡେଣ୍ଟ। କି ମୁଁ ଥାର୍ଡ଼ ପୋଜିସନ୍ ହେଲେ ବି ସାଙ୍ଗମାନେ ମୁଁ ସବୁ କ୍ଷେତ୍ରରେ ଭାଗ ନେବା, ସବୁ କ୍ଷେତ୍ରରେ। ଇଭେନ୍ ମୋ ସ୍କୁଲରେ ଏସେ ହଉ, ଡିବେଟ୍ ହଉ, ଡ୍ରଇଂ ହଉ, ନାଚ ହଉ, ପ୍ରତ୍ୟେକ କ୍ଷେତ୍ରରେ ମୁଁ ଭାଗ ନେବି। କେବେ ମୁଁ ହାର ମାନିନି। ଥାର୍ଡ଼ ପୋଜିସନ୍ ହେଲେ ବି ମୁଁ କେବେ ହାର ମାନିନି। ତ ସେମିତିଆ। ଆପଣମାନେ ସ୍କୁଲ ଲାଇଫ୍ରେ କୋଉ ପୋଜିସନ୍ରେ ଥିଲେ ନିଶ୍ଚୟ କହିବେ। ସ୍କୁଲରେ ଟିଚର ଯେବେ ପ୍ରଶ୍ନ ଉତ୍ତର କରିବାର କି ଦେଇଥିବେ, ଆଜି ଏଇ ପ୍ରଶ୍ନ ଉତ୍ତର କରିକି ଆସିବ, କାଲିକୁ ମୁଁ ପଚାରିବି, ମୁଁ ପ୍ରିପେୟାର ହେଇକି ଯିବାର। କେବେ ମୁଁ ଠିଆ ଉଠେଇକି ପଚାରିଲେ ମୁଁ କେବେ ଚୁପ୍ ହେବାର ନାହିଁ। ଭୁଲ ହଉ ଠିକ୍ ହଉ ମୁଁ କହିବାର। ମୁଁ ପାଠ ପଢ଼ିବାରେ ଏତେ ବି ଗଧ ନଥିଲି ସାଙ୍ଗମାନେ, କିନ୍ତୁ ମାର୍କ ଆଣିବାରେ ଗଧ। ତ ଛାଡ଼ନ୍ତୁ ମୋ ସ୍କୁଲ ଲାଇଫ୍ କଥା ତ ଆପଣମାନେ ଶୁଣିଥିବେ। ଆଗକୁ କହିବି ଆପଣମାନଙ୍କୁ ମୁଁ ମୋ କଲେଜ ଲାଇଫ୍ କେମିତି ଥିଲା। ତ ଯେତେବେଳେ ମୋର 10th ସରିଲା ସାଙ୍ଗମାନେ, ମୋ କଲେଜ ପଢ଼ିବା ସମୟ ହେଲା, ବାପା ମୋତେ ନେଇକି ଗଲେ ବରିଗୁମା ସାର୍ଟିଫିକେଟ୍ କରିବାକୁ, ଆମର କାଷ୍ଟ ରେସିଡେଣ୍ଟ ଆଉ ଇନକମ୍ ସାର୍ଟିଫିକେଟ୍। ଫାଷ୍ଟରେ ତ ପଢ଼ିବା ପାଇଁ ରାଜି ହେଲେ ବାପା। ତାପରେ କ'ଣ ହେଇଛି ନା ସାଙ୍ଗମାନେ, ବାବାକୁ କିଏ କହିଦେଲେ କି କ'ଣ ଝିଅ ପିଲାକୁ ଏତେ ପଢ଼େଇବୁ ନା କ'ଣ। ତାପରେ ବାବାଙ୍କର ମୁଡ୍ ଚେଞ୍ଜ ହେଇଗଲା। ଆଉ ତୁ ପଢ଼େନା, ଆଉ କେତେ ପଢ଼ିବୁ, ଘରର କାମ ଧାମ କରେ, ଏ କରେ ସେ କରେ। ତାପରେ ମୁଁ କହିଲି ମୋତେ ପଢ଼ିବାର ଇଚ୍ଛା ଥିଲା। ଆଉ ସେଇ କଥା କହିଲି ଆପଣଙ୍କ ଭିଡ଼ିଓରେ, ଯଦି ପାଠ ଛାଡ଼ିବି ମୁଁ ପ୍ରସ୍ତେଇବି ପରେ। ମୁଁ କାହିଁକି ପ୍ରସ୍ତେଇବି ପାଠ ଛାଡ଼ିକି? ନା, ମୁଁ ପଢ଼ିବି। ଏମିତି ଭାବିକି ବାବାଙ୍କର କଥା ବି ଶୁଣିଲିନି। ମାଙ୍କୁ କହିଲି, ମା ଟିକେ ରାଜି ଥିଲେ। ତାପରେ ବାବା ଆଉ ମୋ ସହିତ ଯେତେ ଯାହା ହେଲେ ବି ନା, ସ୍କୁଲରେ ରହି ରହିକି ଏକୁଟିଆ କେବେ ବୁଲାବୁଲି କରିଥିଲେ ତ ଜାଣି ହେବ କୋଉଠି କ'ଣ। ତ ଫିର୍ ବି ବାବା ଟିକେ ଜାଣିଥିଲେ, ଯେତେ ଯାହା ହେଲେ ବି ବଡ଼ ଲୋକ ନା, ଇଆଡ଼େ ବୁଲାବୁଲି କରିବାର, ବସ୍ରେ ଯିବାର କି ଅଟୋରେ ବସିକି ଯିବାର ଏସବୁ। ତ ସେତେବେଳେ ବାବା ମନା କରିଦେଲେ। ତାପରେ ମୁଁ କ'ଣ କରିବି? ହେଲେ ମୁଁ ହାର ମାନି ନଥିଲି ସାଙ୍ଗମାନେ। ପରେ ମୁଁ ଏକୁଟିଆ ଗଲି ବରିଗୁମା ଆମର ବ୍ଲକ୍ ଅଫିସ୍କୁ। ସେଠାରେ ଯାଇକି ମୋର ସାର୍ଟିଫିକେଟ୍ ଆରିକା, ଏବେ ସିନା ଅନଲାଇନ୍ ହେଲା, ସେତେବେଳେ ଅଫଲାଇନ୍ ଥିଲା। ତ ସେଠାକୁ ଯାଇକି ହିଁ ଫର୍ମ ଫିଲ୍ଅପ୍ କରିକି ଆମର ସେ ଯାଇକିରି ତହସିଲ ପାଖକୁ ପହଞ୍ଚାଉଥିଲେ। ଏମିତି ସବୁ ପ୍ରୋସେସିଂ ଥିଲା। ତ ପରେ ସେଠିରୁ ମୁଁ ନିଜେ ହିଁ ଡାରିକା ସବୁ କଲେକ୍ଟ କଲି। ତାପରେ ଯେବେ ମୋର କଲେଜ ଫର୍ମ ପକା ହେଇଥିଲା,
ସେବେ ବି ମୁଁ ମୋ ସାଙ୍ଗଙ୍କର ଭଉଣୀ ଜଣେ ଫାଷ୍ଟ ତାଙ୍କେ ସ୍କୁଲ ମାନେ କଲେଜ ଯାଉଥିଲେ ତାଙ୍କ ଥ୍ରୋରୁ ମୁଁ ବି ତାଙ୍କୁ ଧରିକି ଯାଇକି ଫର୍ମଟି ପକେଇଲି। ସେତେବେଳେ ସେ ସବୁ ବି ଜଣା ନଥିଲା ନା ମତେ କିଏ ବ୍ୟାକ୍ ସପୋର୍ଟ ଥିଲେ। ତାଙ୍କେ ହଉଛି ରାଣୀଗଡ଼ ଆଉ ମୋ ଗାଁ ହଉଛି ଗୋଟେ ମୋ ଗାଁ ହଉଛି ଚଣ୍ଡାଲଗୁଡ଼ା ହେଲା। ଡିଷ୍ଟାନ୍ସ ହଉଛି ଆମର 6 କିଲୋମିଟର ଖଣ୍ଡେ ହବ ତାଙ୍କ ଗାଁଠୁ ଆମ ଗାଁ। ତ ତାଙ୍କୁ ମୁଁ ମିଶିକି ଯିବା ପାଇଁ ମତେ ଚାଲି ଚାଲି ଯାଇକି ତାଙ୍କ ସହିତ ମିଶିକି ମିଶିକି ଗଲି କି ଫର୍ମଟି ପକେଇଲି। ତାପରେ ସେମାନେ ଯେବେ ମୋର କଲେଜ ସମୟ ଆସିଲା କଲେଜ ଜଏନିଂ ସମୟରେ ବି ମୋ ବାବା ଯିବା ପାଇଁ ନାରାଜ ଥିଲେ। ମୁଁ କହୁନି ମୋ ବାବାଙ୍କର ଦୋଷ। ଏଇଠି ଝିଅ ପିଲାକୁ କଣ ପାଠ ପଢେଇବୁ ଏ ସେ ଲୋକେ କହନ୍ତି ନାଇଁ କି ତ ସେଇଟା ଗୋଟେ ସେଇଟା ହଉଛି ଶିକ୍ଷାର ଅଭାବ ଅର୍ଥର ଅଭାବ କହିଲେ ବି କିଛି ଏମିତିରେ ବାବା ମତେ ନାରାଜ ହେଲେ ପାଠ ପଢେଇବା ପାଇଁ। ତାପରେ ମୁଁ ମୋ ସାଙ୍ଗଙ୍କର ଭାଇ ଆଜି ଆଉ ଏ ଦୁନିଆରେ ନାହାନ୍ତି। ମୁଁ ଭଗବାନଙ୍କୁ ପ୍ରେୟର କରିବି ତାଙ୍କେ ସେ ଦୁନିଆରେ ବହୁତ ଭଲରେ ରୁହନ୍ତୁ। ଭଗବାନ ତାଙ୍କର ଆତ୍ମାକୁ ଶାନ୍ତି ଦିଅନ୍ତୁ। ତ ସେ ଭାଇ ମତେ ଆଣିବା ପାଇଁ ଆସିଲେ ଯୋଉ ଦିନ ଜଏନିଂ ଥିଲା। ବାଇକରେ ଆଣିବା ପାଇଁ ଆସିଲେ। ସେଇଟା ବି ମୁଁ ଚାଲି ଚାଲି ଯାଉଥିଲି। ତାଙ୍କେ ଅଧା ବାଟରେ ମତେ ପିକଅପ୍ କରିକି ନେଲେ ତାଙ୍କ ଘରକୁ ନେଲେ। ସେଠୁ ଆମେ ତାଙ୍କ ଭଉଣୀ ମୁଁ ମିଶିକି ଗଲୁ ସାଙ୍ଗମାନେ ଜୟପୁର। ସେଠିରୁ ତାଙ୍କର ଜଏନିଂ ଥିଲା ବିଡି କଲେଜ ମୋର ଜଏନିଂ ଥିଲା ଓମେନ୍ସ କଲେଜ। ତାପରେ ଓମେନ୍ସ କଲେଜରେ ଯେତେବେଳେ ମୋର ଜଏନିଂ ହେଲା ସେତେବେଳେ ମତେ ପଚାରିଲେ ତମର ପ୍ୟାରେଣ୍ଟସ୍ କାହିଁ? ମୁଁ ଏକୁଟିଆ ଯାଇଥାଏ ସେତେବେଳେ ମୋ ସାଙ୍ଗ ରହିଥାନ୍ତି ତାଙ୍କର ଭଉଣୀ ସହିତ ବିଡି କଲେଜରେ। ତାପରେ ସେତେବେଳେ ବି ମୁଁ କହିଥିଲି ମୋ ପ୍ୟାରେଣ୍ଟସ୍ ଆସିନାହାନ୍ତି ଚାଷ କାମରେ ପଳାଇଛନ୍ତି। ଆଉ କଣ କହିବି ବାବା ତାପରେ ନା ମୋର ପ୍ୟାରେଣ୍ଟସ୍ ଆସିନାହାନ୍ତି ଘରେ କାମ ରହିଛି ବୋଲିକି ଚାଷ କାମରେ ପଳେଇଛନ୍ତି। ତାପରେ ନା କିଏ ହେଲେ ବି ପ୍ୟାରେଣ୍ଟସ୍ ଆସିକି ସିଗ୍ନେଚର କରିବାକୁ ପଡିବ ବୋଲି କହିଲେ। ତାପରେ ମୁଁ କଣ କରିବି ଠିକ ଅଛି ମୋ ସାଙ୍ଗଙ୍କର ଭଉଣୀ ଆସିଲେ ମୁଁ ତାଙ୍କୁ କହିଲି ତାପରେ ହଉ ହଁ ମ୍ୟାଡାମ କହିଲେ ହଉ ଯିଏ ବି ଆସିଛନ୍ତି ତମ ସହିତ କିଏ ହେଲେ ବି ତ ଆଣିଥିବେ ନା। ତାପରେ ମୋ ଭଉଣୀଙ୍କର ସାଙ୍ଗକୁ ଡାକିଲି ମାନେ ସେ ଦିଦିଙ୍କୁ ତାପରେ ସେ ଦିଦି ଆସିକି ସିଗ୍ନେଚର କରିକି ମାନେ ମୋ ସହିତ ଆସିଛନ୍ତି ବୋଲିକି ତାଙ୍କେ ମୋର ପ୍ୟାରେଣ୍ଟସ୍ ହିସାବରେ ସିଗ୍ନେଚର କଲେ ସେମାନେ। ତାପରେ ମୋର ଜଏନିଂ ସରିଲା। ଜଏନିଂ ସରିଲା ଘରକୁ ବି ଆସିଲି। ତା ମୁଁ କଲେଜ ଯିବା ଆସିବା କଲି ମୁଁ ଫାଷ୍ଟ ଇୟର ବସରେ କିଛି ଦିନ ଯିବା ଆସିବା କଲି। ତାପରେ ଯାଇକିରି ମୁଁ ଜୟପୁରରେ ମୋ ସାଙ୍ଗ ଖୋଜିକି ରୁମ ରେଣ୍ଟରେ ରହିଲି। ରୁମ ରେଣ୍ଟରେ ରହିଲେ ସେମାନେ ସେତେବେଳେ ବାବା ଟିକେ ବୁଝି ଯାଇଥିଲେ। ଆଉ ବାଧ୍ୟ ହେଇକି ଯଦି ମୁଁ ଆଗକୁ ବଢୁଛି ଆଗ୍ରହ ଅଛି ମାନେ ବାପା ମା ଯେତେ ଯାହା ହେଲେ ବି ନା ମନା କରୁଥିଲେ ହେଲେ ବି ତ ସାଥ ଦେବାଟା ଦେବେ ଏକା ତ ଠିକ ସେମିତି ମୁଁ ଯେତେବେଳେ ଜଏନିଂ ହେଲା ପରେ ଗଲେ ପଇସା ପତ୍ର ମାନେ ଯେମିତି ଫିଜ ଦେବା କି ବିଭିନ୍ନ ପ୍ରକାର ଖର୍ଚ୍ଚ ଉଠେଇଲେ। ତାପରେ ସାମଡ଼ାରେ ରହିଲି ଆମେ ରହୁଥିଲୁ। ମାସକୁ 1000 ଟଙ୍କା ଘର ଭଡା ଦଉଥିଲୁ। ତ 2 ଜଣ ମାସକୁ 500 500 ତ ସେଇ 500 ଟଙ୍କା ବି ଦେବା ପାଇଁ ବହୁତ କଷ୍ଟ ହଉଥିଲୁ ଆମେ କାହିଁକିନା ଘରେ ତ ଇନକମ ନଥିବ 500 ଟଙ୍କା ବି ଦେବାର ବହୁତ କଷ୍ଟ ସେମାନେ ଆମେ କେବେ କେବେ କଣ କରିବାର ନା ଭାତ ଟିକେ ରୋଷେଇ କରିକି ତୋରାଣୀକୁ ଛୁଙ୍କ ଲଗେଇଦବାର ଲୁଣ ଟିକେ ଲଙ୍କାଗୁଣ୍ଡ ଟିକେ ମାରିକି ସେଇଟା ଖାଇଦବାର। କେବେ କେବେ ତେନ୍ତୁଳି ନେଇଥିବୁ ତେନ୍ତୁଳି ଚାରୁ କରିକି ଖାଇଦବାର। ଏମିତି ମାନେ ଏତେ ପ୍ରୋବ୍ଲେମରେ ମାନେ ପାଠ ପଢି ଆସି କହିଥାନ୍ତି। ଆର୍ଥିକ କ୍ଷେତ୍ରରେ ଯଦି ପୁରା
ପୁରୀ ସପୋର୍ଟ ମିଳିଥାନ୍ତା ତାହେଲେ ହୁଏତ ଆଜି ସେମାନେ ବି ତେଜ ଦିମାଗ ହେଇଥାନ୍ତେ, ତା ଆଗକୁ ବଢିଥାନ୍ତେ। ଆମ ଭିତରେ, ଆମ ଆଦିବାସୀ ମାନଙ୍କର ପରିବାର ଭିତରେ ଭଲ ପାଇବା, ମାନସିକତା, ସ୍ୱାସ୍ଥ୍ୟ, ଶିକ୍ଷା, ଅର୍ଥ ଏସବୁର ବହୁତ ଅଭାବ ରହିଛି ସେମାନେ। ତ ସେଥିପାଇଁ ଜଣେ ଆଦିବାସୀ ଝିଅ ଆଗକୁ ବଢିବାରେ ବହୁତ କଷ୍ଟ ହେଇଥାଉଛି, ବହୁତ କଷ୍ଟ। ଆଉ ପାଠ ପଢା ଭିତରେ ବହୁତ ମାନେ ବିଭିନ୍ନ ପ୍ରକାରର କାମରେ ବି ଏଙ୍ଗେଜ କରାଯାଏ। ଗୋଟିଏ ପାଠରେ ହିଁ ଫୋକସ କରାଯାଏନି। ଏମିତି ମେଣ୍ଟାଲି ଷ୍ଟ୍ରଙ୍ଗ ଥାନ୍ତି କିନ୍ତୁ ମେଣ୍ଟାଲି ସେମାନେ ମାନସିକ ଆଘାତ ସବୁବେଳେ ପାଉଥାନ୍ତି। ଘରର ସିଚୁଏସନ ହେରିକା ଦେଖିକି, ଘରର ପରିସ୍ଥିତି ସବୁ ଦେଖିକି ଏମିତି ସବୁ। ଆଉ ଆମର ଆଦିବାସୀ ଘର ମାନଙ୍କରେ ତ ବାବା ମା ମାନେ ଏତେ ଇଏ ନଥାନ୍ତି, ବୁଝନ୍ତିନି। ତା ସହିତ ଏ ମଦ ଆରିକା ବି ପିଆ ପିଇ କରନ୍ତି। ଖାଲି ଝଗଡା ଝାଟି ଏସବୁ ବି ହଉଥାଏ ପ୍ରାୟ ସମସ୍ତଙ୍କ ଘରେ। ତ ଏଇ ସବୁ ଦେଖିକି ବି ଜଣେ ଭଲ ପଢୁଥିବା ଝିଅଟି ବି ଭଲ ପଢି ପାରେନି, ଆଗକୁ ବଢି ପାରେନି। ବାଧ୍ୟ ସେ ପଛଘୁଞ୍ଚା ମାରିବା ପାଇଁ। ସେମିତି ବି ହୁଅନ୍ତି ଆମ ଆଦିବାସୀ ପରିବାର ଝିଅ କି ପୁଅ ହଉ। ତ ଏମିତି ସବୁ ପରିସ୍ଥିତି ସେମାନେ। ତ ଏମିତି ମୋର ପାଠ ପଢା ଜର୍ଣ୍ଣିଟି ଥିଲା। ତ ଆଉ କଣ କହିବି ଆପଣମାନଙ୍କୁ, ମାନେ ମୋ ଲାଇଫ ଷ୍ଟୋରି ବିଷୟରେ, ତ ମୋ ପଢାର ଲାଇଫ ଷ୍ଟୋରି ବିଷୟରେ ଆପଣମାନଙ୍କୁ କହିଲି। ଯଦି କୋଉଠି ତ୍ରୁଟି ଥିବ ମୋ କହିବାରେ ନିଶ୍ଚୟ କ୍ଷମା କରିବେ। ଆଉ ମୁଁ ଏ ଭିଡ଼ିଓଟି ଆପଣମାନଙ୍କ ପାଖରେ ସେୟାର କରିବା ପାଇଁ ବୋଲିକି 2 ଦିନ ହେଲା ଭାବିଥିଲି କରିବି କି ନାହିଁ ବୋଲି। ମୋ ଛୁଆ ସହିତ ଘରେ ହିଁ ରୁହେ, ଏତିକି ପାଠ ପଢିକି ବି। ଆଉ ହଁ, ମୁଁ କେତେ ପାଠ ପଢିଛି ସରି କହିନି। ମୋର +2 ସରିଲା ସାଙ୍ଗମାନେ, +2 ମୋର 2015 ମସିହାରେ ସରିଲା। ମୁଁ ଜଏନିଂ କରିଥିଲି 2013 ମସିହାରେ କଲେଜ। ତାପରେ 2018 ମସିହାରେ ମୋର +3 ସରିଲା। ତ ବାସ୍ ଏମିତି କଷ୍ଟ ମଷ୍ଟାରେ ଆଉ ମୁଁ ନା +2 ନା +3 କୋଉ ଇଏରେ ବି ଭଲ ମାର୍କ ଆଣିନି, ଗଧ ମାର୍କ। ତ ଆଜି ସେଥିପାଇଁ ବୋଧେ ଏଇ ଜାଗାରେ ରହିଛି। ଯଦି ଭଲ ମାର୍କ ହୁଏ ତ ଆଣିଥାନ୍ତି, ତ ମୋର ମାର୍କକୁ ଦେଖିକି କୋଉଠି ହେଲେ ବି ଭଲ ଇଏରେ ଜଏନିଂ ହେଇପାରିଥାନ୍ତି ବୋଧେ। ତ ସେମିତି କଥା ନାହିଁ ସାଙ୍ଗମାନେ, ମାର୍କକୁ ଆକା ଇଏ ନାହିଁ। ଯଦି ଟ୍ୟାଲେଣ୍ଟ ଥିବ ଆରାମସେ କୋଉଠି ହେଲେ ବି ଇଏ ହେଇପାରିବ, ନିଜର କଥାବାର୍ତ୍ତା ସବୁ କିଛି। ବାକି ଏଇ କଥା ଗୋଟେ କହିବି ସାଙ୍ଗମାନେ ଆପଣମାନଙ୍କ ଆଗରେ, ଜଣେ ଆଦିବାସୀ ଝିଅ ହାର୍ଟରୁ ବହୁତ ସରଳ ଆଉ ଶାନ୍ତ, ନମ୍ର ଥାଏ ସାଙ୍ଗମାନେ। ଆପଣ ଯଦି ଗୋଟେ କାମରେ ଏଙ୍ଗେଜ କରାଇବେ, ସେ ପୁରା ତାର ଦିଲ ଜାଲ ଲଗେଇକି କାମ କରିବ, କିନ୍ତୁ କଥା କହିପାରିବ ନାହିଁ। ସିରିୟସଲି ସାଙ୍ଗମାନେ, ସେ ସବୁ କାମ ପରଫେକ୍ଟଲି କହିବ, ଆପଣ ଯେମିତି ଦେଖିବେ ସେମିତି ସେ ପରଫେକ୍ଟଲି କରିବ। ବାକି ଆଜିର ଭିଡ଼ିଓଟି ମୋର ଏତିକିରେ ରହିଲା ସାଙ୍ଗମାନେ। ଭଲ ଲାଗିଲେ ପ୍ଲିଜ୍ ଲାଇକ୍ ସବସ୍କ୍ରାଇବ୍ କରନ୍ତୁ। ଆଉ ଏଇ ଆଦିବାସୀ ଗରିବ ଫ୍ୟାମିଲି, ଏ ଚାଷୀ ପରିବାର ଝିଅଟିକୁ ବି ଟିକେ ସପୋର୍ଟ କରନ୍ତୁ। ଯାହାକି ମୁଁ ବି ଗୋଟେ ଆଶା ନେଇକି ଆସିଛି ୟୁଟ୍ୟୁବରେ। ତ ଏଇ ଆଶାକୁ ନେଇକି ୟୁଟ୍ୟୁବରେ ମୁଁ ବି ଜର୍ଣ୍ଣି କରିବାକୁ ଚାହେଁ। ତ ଟିକେ ସପୋର୍ଟ କରନ୍ତୁ ଆଉ ଭଲ ପାଇବା ଦିଅନ୍ତୁ। ତ ବାସ୍ ଏତିକି ସାଙ୍ଗମାନେ, ଆଉ କିଛି ନାହିଁ। ତ ରହିଲି, ନମସ୍କାର ସମସ୍ତଙ୍କୁ। ଆଉ ଇଆଡ଼େ ମୋର କରେଣ୍ଟ ବି ପଳେଇଛି, ମୁଁ ଅନ୍ଧାରରେ ରହିକି ଭିଡ଼ିଓ ସୁଟ୍ କରୁଛି। ତ ଜାଣିନି ଏ ଅନ୍ଧାରୁଆ ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିବ କି ନାହିଁ। ବାସ୍ କିଛି ସମୟର ଏ ଅନ୍ଧାର ଦୃଶ୍ୟଟି। ତ ରହିଲି ସାଙ୍ଗମାନେ, ବାଏ ବାଏ, ଜୟ ଜଗନ୍ନାଥ, ନମସ୍କାର ସମସ୍ତଙ୍କୁ, ଜୟ ଆଦିବାସୀ, ନମସ୍କାର।